ଯେତେବେଳେ ଶୋଇଛି ପ୍ରଭୁଙ୍କ ମୁହଁକୁ ଚାହିଁଛି ରାମାୟଣ ଗୋଟେ ପକ୍ଷୀ ଆଗେ ନିର୍ବାଣ ମୁକ୍ତି ପାଉଛି। ରାମାୟଣର ପକ୍ଷୀ ନିର୍ବାଣ ମୁକ୍ତି ପାଇଲା ବେଳେ ମହାଭାରତର ମଣିଷ ଆପଣମାନଙ୍କର ପିତାମହ ଭୀଷ୍ମ ସେଦିନ କୁରୁସଭା ତଳେ ଦ୍ରୌପଦୀ ଉଲଗ୍ନ ହେଲା ବେଳେ ଦ୍ରୌପଦୀ ଚିନ୍ତା କରେ ଏଠି ଡାକିବି କାହାକୁ ଶୁଣିବ କିଏ ସେ ଏଡ଼େ ବଡ଼ ବରିଷ୍ଠ ମହାନାୟକ ମହାଭାରତର ବରେଣ୍ୟ ପ୍ରତିଭା ପିତାମହ ଭୀଷ୍ମ ବସିଛନ୍ତି ତାଙ୍କୁ ଯଦି ପଦେ କହିବି ତାହେଲେ ସବୁ ତ ସରିଯିବ। ତାହେଲେ ପିତାମହ ଭୀଷ୍ମ ସେଦିନ ଯେତେବେଳେ ବସିଛନ୍ତି ମା ଦ୍ରୌପଦୀ ଡାକିଦେଲେ ହେ ପିତାମହ ଭୀଷ୍ମ ଆପଣ ମୋ ଡାକ ଟିକେ ଶୁଣନ୍ତୁ। ଭୀଷ୍ମ କଣ ଡାକ ଶୁଣିଛନ୍ତି ମୁହଁ ପୋତି ପକେଇଲେ। ମୁହଁ ପୋତିଲା ପରେ ହେଇଛି କଣ ଲାଭ କିଛି ପାଇଲେ। ସେଦିନ ନାରୀ ଉଲଗ୍ନ ହେଲା ବେଳେ ଯିଏ ମୁହଁ ପୋତିଛି ବାଣ ଉପରେ ଶୋଇଲା କିନ୍ତୁ ପର ଝିଅ ପାଇଁ ଜୀବନ ଦେଲା ଦରକାର ସେ ନିର୍ବାଣ ମୁକ୍ତି ପାଇଲା। ତାହେଲେ ବାଣ ଉପରେ ଆମେ ଶୋଇବା କାହିଁକି ନିର୍ବାଣ ମୁକ୍ତି ନ ପାଇବା କାହିଁକି? ତେଣୁ ବାଣ ଉପରେ ଶୋଇ ଲାଭ କିଛି ନାହିଁ। ତାହେଲେ କହିବାର ଉଦ୍ଦେଶ୍ୟ ସେଦିନ ଯେତେବେଳେ ହିମାଳୟ ବିନ୍ଧ୍ୟ ଇଏ ବଳି ଲାଗିଛନ୍ତି ଇଏ ତ ପାଇବା ଅନୁସାରେ ଯେତେବେଳେ ଯାଇଛନ୍ତି ଇଏ ତିନୋଟି ଝିଅ ଗୋଟିଏ ଝିଅ ପଡ଼ିଲା ପଦ୍ମପତ୍ର ଉପରେ ଯୋଉ ପଦ୍ମପତ୍ର ଉପରେ ପଡ଼ି ସେଦିନ ବାଳିତା କନ୍ୟା ହେଲେ ରାଜା ସେଦିନ ପାଇଛନ୍ତି ଗୋଟିଏ ଝିଅ ଯାହା ନାଁ ହେଲେ ରାଧା। ତାହେଲେ ରାଧା କର୍ମ ହେଇଛନ୍ତି ଯୋଉ କଥା ଭାଇ କହିଲେ ରାଧା ବୋଲି ଝିଅଟିଏ ନାହିଁ ସେ ପୁରାଣ ପଥର ଦର୍ଶନ ଦେଖେଇ ତମେ ଯଦି କହୁଛ ରାଧା ବୋଲି କେହି ନାହାନ୍ତି ତମେ ଦ୍ୱିତୀୟ ପୂର୍ବରୁ କହିଲ ରାଧାକୃଷ୍ଣ ମନ୍ଦିରରେ ବସିଛନ୍ତି। ଯଦି ରାଧା ନାହାନ୍ତି ମନ୍ଦିରରେ ବସିଲା କିଏ ସେ? କହିଲେ ସବୁଠି ରାଧା ଅଛି। କହିଲେ ଧାରା ରାଧା ଅବତାର କହିଲେ ଯିବ ସେଦିନ ଆପଣ ଦେଖନ୍ତୁ ଇଏ ରାଧାଙ୍କର ଜନ୍ମ ହେଇଛି ଏ ସୃଷ୍ଟି କି ମା ରାଧା ଆସିଛନ୍ତି। ତାହେଲେ ଯୋଉ କଥା କହିଲେ ଭାଇ ଯେ ପଞ୍ଚତତ୍ତ୍ୱରୁ ଝିଅ ପାଞ୍ଚଟା ଜନ୍ମ ହେଲେ ଆକାଶରୁ ଜନ୍ମ ହଉଛି ମାଟିରୁ ଜନ୍ମ ହଉଛି ପାଣିରୁ ଜନ୍ମ ହଉଛି ନିଆଁରୁ ଜନ୍ମ ହଉଛି ପବନରୁ ଜନ୍ମ ହଉଛି ଇଏ ସବୁ ତତ୍ତ୍ୱରୁ ଗୋଟିଏ ଗୋଟିଏ ଝିଅ ଜନ୍ମ ହଉଛି। ସବୁ ତତ୍ତ୍ୱରୁ ଆଜ୍ଞା ଝିଅ ଜନ୍ମ ହୁଅନ୍ତି। ପାଞ୍ଚଟା ତତ୍ତ୍ୱ ମିଶିଲେ ଚିତ୍ତି ଆପ ତେଜ ବ୍ୟୋମ ମରୁତ ପାଞ୍ଚଟା ତତ୍ତ୍ୱକୁ ନେଇ ଏ ଶରୀର ଗଠନ ହୁଏ। ବୋଲେ ମାଟି ଘଟ ପିଣ୍ଡରେ ମାଟିର ମିଶିଲେ ମାଟିରେ ମିଶୁଛି ତ ସୁବର୍ଣ୍ଣ ଶୁଆ ଶୂନ୍ୟରେ ଉଡ଼ି ଯାଉଛି। ତାହେଲେ ଶୂନ୍ୟରୁ ଆସିବ କୋଉଠୁ? ପାଞ୍ଚଟା ତତ୍ତ୍ୱ ଘେନି ପାଞ୍ଚଟି ଛୁଆ ଏ ସଂସାରରେ ଜନ୍ମ ହେଇଛନ୍ତି। ଯୋଉ କଥା କହିଛ ଗୋଟାଏ ଗୋଟାଏ ତତ୍ତ୍ୱରୁ ସୃଷ୍ଟି ହେଇପାରିବ ଛୁଆ। ତାହେଲେ କାହିଁକି ତମେ ଦେଖନ୍ତୁ କହିବାର ଉଦ୍ଦେଶ୍ୟ ସେଦିନ ଚନ୍ଦ୍ରାବଳୀ ରାଧା ଇଏ ଯୋଉ ଝିଅ ତିନୋଟି ଜନ୍ମ ହେଇଛନ୍ତି ଏମାନେ ସୃଷ୍ଟିରେ ନାଁ ରଖିଛନ୍ତି। ବିନ୍ଧ୍ୟ ସେଦିନ ତପସ୍ୟା କରିଛନ୍ତି ଯେ ମୁଁ ତପସ୍ୟା କଲେ ଏମିତି ଜ୍ୱାଇଁ ପାଇବି ଜଗତରେ ଯେମିତି ସବୁଠୁ ଶ୍ରେଷ୍ଠ। ତେଣୁ ସେଦିନ ରାଧାଙ୍କୁ ପାଇଲା ପରେ କୃଷ୍ଣଙ୍କୁ ପାଇଛନ୍ତି। ତାହେଲେ କୃଷ୍ଣ ପାଇଲା ପରେ ଇଏ ତ ଜାଣିଲେ କହିଲେ ଜଗତରେ ସବୁ ମିଳିଲା ଆଉ ଜଗତରେ କଣ ଅଛି? ତାହେଲେ ହେ ଗୁଣଗ୍ରାହୀ ବିବେକୀ ପଣ୍ଡିତ ମହୋଦୟ ତାହେଲେ ଯୋଉଥିପାଇଁ ଏ ବିଶ୍ୱରେ ଏଡ଼େ ବଡ଼ କଥା ସେ କରିଥିଲେ କଲେ ମଧ୍ୟ ଲାଭ କଣ ଅଛି? ଜୀବନରେ ଯୋଉ ମଣିଷର ତ୍ୟାଗ ନାହିଁ ବଡ଼ ପଣିଆନି ଆଗକୁ ଯିବ ସେଠି ଲାଭ କିଛି। ତେଣୁ ତ୍ୟାଗ ହଉଛି ମଣିଷ ପାଇଁ ସବୁଠୁ ବଡ଼ କଥା। ତେଣୁ ଯେତେ କଥା ଆପଣ ଖୋଜିଲେ ମଧ୍ୟ କହିଦେବେନି ସବୁର କାରଣ କଥା କର୍ମ। ଯଦି କର୍ମ ଆପଣଙ୍କର ଠିକ ଅଛି ତାହେଲେ ବିଶ୍ୱପତି ଠାକୁର ଆପଣଙ୍କୁ ଯାଚି ପଛେ ଦବ। କହିଲେ କର୍ମକୁ କରିଛି ଭରସା ଆଉ ତୋର ବଳକୁ ନାହିଁ ତୋ ବର ମୋର କଣ ହବ? ତୋ ବର କିଛି ଦରକାର ନାହିଁ। ମୁଁ ଯଦି କର୍ମ ଠିକ ପ୍ରାରବ୍ଧରେ କରିଛି ତାହେଲେ ଏ ଜନ୍ମରେ ତମେ ଯାଚି ଦବ ଆଉ ମୁଁ ଖୋଜିଲେ ଆସିବ କୋଉଠୁ? ଯେ ବିଲ ଚାଷ ନ କରି ଆଉ ନୂଆ ଆଖା କିଣିକି ଥୋଇଦବ ଧାନ ସିଲେଇ କରିବ କିରେ ବିଲ ସିନା ଚାଷ କଲେ ଧାନ ଆସିବ ଆଉ ବିଲ ପରିବା ପକେଇ ଅଖା କିଣିକି ଥୋଇଲେ ଲାଭ କଣ ଅଛି? ଜୀବନରେ କର୍ମ ହଉଛି ବଡ ତାଠୁ ବଡ କେହି ନାହିଁ। ଯୋଉଥିପାଇଁ ଏଡେ ବଡ କଥା ସେଦିନ ପାଇଛି। ଯାଅ ସେ ବିଶ୍ୱନେତା ଠାକୁର ପରମ ପିତା ଚିନ୍ତାମଣି ସେ ପ୍ରଭୁ ନାରାୟଣ ବାସୁଦେବ ଭଗବାନ କୃଷ୍ଣ ଆଉ ଯୋଉଠି ହିମାଳୟ ପାଇଛନ୍ତି ଦେବଦେବ ମହାଦେବ ସେଇ ପ୍ରଭୁ ହରିହର ଆଦି ଅଧିବାସ ରତନୀର ଦ୍ୱିତୀୟ ପର୍ଯ୍ୟାୟରେ ଏ ଶୁଭରାତ୍ରିରେ ଏ ସଭାରେ ବିରାଜନା କରି ଶ୍ରୋତାବୃତ୍ତା ମାନଙ୍କର ଆବାଳ ବୃଦ୍ଧ ବନିତା ମାତୃସ୍ଥାନୀୟ ମା ମାଉସୀ ସମଧର୍ମୀ ସମମର୍ମୀ ଯୁବବନ୍ଧୁ ମାନଙ୍କର ପଡ଼ୋଶୀ ଭାଇ ବନ୍ଧୁ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏ ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ଗ୍ରାମର ଦେଶର ବିଶ୍ୱର କଲ୍ୟାଣ କରନ୍ତୁ ସେଇ ମହାପ୍ରଭୁ ସର୍ବେ ଭୋ ରାମଦେବ ବାବା।